मस्तक पर्यंत 84 अंगुल ये वृंदावन शरीर श्रीमंदिर भितर मत रखिल मुझे जीवात्मा रूपी लक्ष्मी आपण हेले परमात्मा रूपी नारायण तेणु आपणकर मोर भेद तो चाहे कि अभेद वृत्ति ताले मुझे दुख सुख कहीं भागी हो दुख जंत्रण कहीं छटपट हो परमात्मा कहते अरे हे मूर्ख गुरु सीना तो खाली चिन्ह देले तू कौन मो सहित संबंध स्थापन कलुणी कौन सी बंधु बांधव को घर को गले आम सहित संबंध ना क्या घर को आम जा कि पूरा अजना लोक टे आमको डाक जर्मानी गोटे लोक आस चलते आम देश को जावा आम जाने किसी ना सहित हठात पड़ा जिते धीरे धीरे सहित संबंध गोटे प्रकार स्थापन हम बंधु हो भाई हो जेकोसी संबंध हो तापर आम आत्मविश्वास हम आम सहित जावाक चाहिए ठीक से जी आम शरीर को तैयारी कर जननी गठन प्रादुर्भूत हो जीवात्मा कहूँ जननी जठरू प्रादुर्भूत हो पड़िली माया भूमिर जननी जठरू प्रादुर्भूत हो पड़िली माया भूमिर शरीरस्थ जीवात्मा जो गोटे शरीर धारण कर भूमिष्ठ है भूमि में पड़ी कुआ कुआ हम शब्द करूँ अर्थात आम भजन में पढ़ुचे जय संकट तारिणी गो मोर कालिया जय संकट तारिणी गो मोर कालिया किंतु मत दौनु कहीं कारण मुझे योग्य है स्वामी प्रियतम पत्नी रूप में मुझे प्रतिपादित कर मोर अभाग्य ये स्वामी मत परित्याग कर पाई जिते परमात्मा अपूर्व सुदया हम से तो सौभाग्य उदय हेले तते गुरुदेव भगवान तोर संबंध विषय चेते प्रतिदिन दीक्षा नौ शिष्य मान फलुना कारण ये आम बसीचे बाड़ी में जी नलकूप खोलिया 5 फुट एटी 5 फुट से 5 फुट एटी 5 फुट एमती गोटी 20 जगह खोलीदेला 100 फुट बाहर 100 फुट खोलिले कौटी पानी बाहर गोटे जगार जब 100 फुट पर्यटन खोलवा किसी ना कि पानी बाहर ना बाहर यही हूँ एकत्व भाव तू जदि एक भाव भावु ये घोर संसार कर ये शरीर गोटे हूँ भव सिंधु संसार कथा छाड़ ये पहाड़ अच्छे से पटे जल धीर अच्छी समुद्र ये तो अलग अलग ये आमरी भितर शरीर रूपक संसार भितर ये शरीर भव सिंधु उद्धार हाँपाई गुरु पाद पद्म रूपक जो नौकाटी गुरु देइछन्ति आमको जो हृद पदकटी देइछन्ति दीटा जाक पाद है पदक
ଏ ପଦକ ସେ ପଦକ, ସେ ପଦକୁ ତ ଆମେ ଧରିନେ ଆଉ ଦକଦକ ହବାନି କ'ଣ କରିବା? ଭଗବାନ ନାମରେ ବୁଡ଼ି ମାରିବାଟା ସାର। ପ୍ରଭୁ କହୁଛନ୍ତି ଆରେ ତୁ ସିଂହ, ମୁଁ ସିଂହ, ମୁଁ ହଉଛି ନରକେଶ୍ୱରୀ, ତୁ ହଉଛି ମୋର ସନ୍ତାନ। ତୁ ଯଦି ବୁଡ଼ିଯିବୁ ନିନ୍ଦା କାହାର ହବ? ମୋର ହବ। ତେଣୁ ଆମେ ସେସବୁକୁ ଜମା ଧ୍ୟାନ ଦେଉନି। କେବଳ ଭଜନ ଗାଇବାରେ ପାଗଳ, କିଏ ନାଚିବାରେ ପାଗଳ, କିଏ କହୁଛି ଭଲ ଖାଇବା ପାଇଁ ମୋର ଦୁର୍ବଳତା। ବିଭିନ୍ନ ପ୍ରକାର ଲାଳସା ପଛରେ, କାମନା ପଛରେ, ବାବା କହୁଥିଲେ କାମନାର ମରିଚିକା ପଛରେ ଧାଇଁ 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 ସେସବୁ ଅଣନିଶ୍ୱାସୀ ହେଇ ବେଲୁନି ଭଳିଆ ଥୋଇକି ପାଟିଦେବେ। ଛୋଟ ପିଲାଙ୍କ ଗପ ଶୁଣୁଥିବେ, ସାରୁ ବୁଦା ମୂଳେ ବେଙ୍ଗ ପିଲାଙ୍କର ଗପ। ସେମାନେ କହିଲେ ମା ତୋ ଠାରୁ ଆଜି ପୁରା ବଡ଼ ଜୀବଟା ଆସିଥିଲା, ଆମେ ଦେଖିଲୁ ନା। କ'ଣ ବହୁତ ବଡ଼? ଫୁଲିଲା ନା ଆହୁରି ବଡ଼, ଫୁଲି 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 ତ ଫାଟିଗଲା। ପିଲାମାନଙ୍କୁ ନିଜ ସ୍ୱରୂପ ବିଷୟରେ ଚିହ୍ନି ପାରିଲାନି। ସେ ଯଦି ଭାବିଥାନ୍ତା ଆରେ ଗୋଟେ ବୃଷଭଟା ମୁଁ ଯେତେ ଫୁଲିଲେ ତା ଭଳି ହେଇପାରିବି କି? ମରିବି। ଅଧିକ ଆତ୍ମଗର୍ବର ଯେଉଁମାନେ ଉତ୍ଫୁଲ୍ଲିତ ହୁଅନ୍ତି ସେଇମାନେ ଏମିତି ଫୁଲିକିରି ମରନ୍ତି। ଭଗବାନ କହୁଛନ୍ତି ତୁ ମୋର ଦିବ୍ୟ ଚିନ୍ମୟ ଅଂଶ, ତୋ ଭିତରେ ଗର୍ବ, ଅହଙ୍କାର, ଅଭିମାନ, ଲାଳସା ଏସବୁ ପଙ୍କ ଗୁଡ଼ାକୁ କୁଆଡ଼େ ଆସି ପଶିଲା? ମୁଁ ତ ତୋର ସୁଧ ନିର୍ମଳ କରି ଛାଡ଼ିଥିଲି। ତୁ ପଙ୍କ ଲଟପଟ ହେଇ ଭବସିନ୍ଧୁରେ ନଟପଟ ହଉଥିଲୁ, ତଥାପି ଗୁରୁ ପ୍ରେରଣ କଲି ତୋ ପାଖରୁ, ସଦ୍ଗୁରୁ ପଠେଇଲି, ତୁ ମୋତେ ଜାଣିଲୁ। ଜାଣିଲା ପରେ ତାଙ୍କ ସହିତ ଯୋଗାଯୋଗ ନାହିଁ। ପିଲାକୁ ପଠଉଛେ ସ୍କୁଲ, ପିଲା ପାଠ ପଢ଼ିଲେ। ଶିକ୍ଷକ କ'ଣ ସବୁଦିନ ପାଠ ପଢ଼େଇଥିବା ପିଲାମାନଙ୍କୁ ପ୍ରତ୍ୟେକ ଗାଁକୁ ଯାଇକି ଯାଞ୍ଚ କରୁଛନ୍ତି କିଏ କ'ଣ ପଢ଼ିଲା ବୋଲି? ସମ୍ଭବ କି? ଜଣେ ଶିକ୍ଷକ ପ୍ରତିଦିନ କ୍ଲାସରେ କ'ଣ ପାଠ ପଢ଼ାଉଛନ୍ତି? ଏ ଗାଁରୁ 5 ପିଲା, ସେ ଗାଁରୁ 5 ପିଲା, ସେ ଗାଁରୁ 3 ପିଲା, ଏ ଗାଁରୁ 2 ପିଲା, 10 କିଲୋମିଟର 20 କିଲୋମିଟର ଆଇଛନ୍ତି 5-10ଟା ପିଲା। ଜଣେ ଶିକ୍ଷକ ଯାହା ପାଠ ପଢ଼େଇଲା ସମସ୍ତଙ୍କୁ ଠାରୁ କ୍ଲାସକୁ ନେଇପାରିବ କି? ସମ୍ଭବ ନୁହେଁ। ଏ ଦାୟିତ୍ୱ କାହାର? ନା ଶିଷ୍ୟ। ଖାଲି ଦୀକ୍ଷା ଦେଇଦେଲେ ହେବ ନାହିଁ। ଆଜିକାଲି ଫୋନ ମାଧ୍ୟମରେ ସବୁ ଯୋଗାଯୋଗ ହେଇପାରେ। ଗୁରୁଙ୍କ ଫୋନ ନମ୍ବର ରଖିଦେଲ, ବାରମ୍ବାର ପଚାର, କାଳେ ଗୁରୁଦେବ କହିବେ ଆରେ ହେ ଇଏ 8 ମାସ ହେଲାଣି ଦୀକ୍ଷା ନେଲାଣି, ମନେ ରଖିବି। କ'ଣ ହବ? ନ ପଚାରିଲେ କ'ଣ ହବ? ଭିତରେ ଜଳି 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 ତମେ ପାଉଁଶ ହେଇକି ମରିଯିବ, ଧ୍ୱଂସ ହେଇଯିବ। ଯେଉଁ ଚିନ୍ମୟ ଚିର ସୁନ୍ଦରଙ୍କର ଚିନ୍ମୟ ଅଂଶ ଆମେ, ତାଙ୍କୁ ଯଦି ଭୁଲିକିରି ଖାଲି ଖାଇବା ପିଇବା ପିନ୍ଧିବା ଲଗେଇବା ଭିତରେ ବୁଡ଼ିକି ରହିବା, କାମ, କ୍ରୋଧ, ଲୋଭ, ମୋହ, ହିଂସା, ଗର୍ବ, ଅଭିମାନ ଆଦି ଆମେ ସବୁବେଳେ ପଢ଼ୁଛେ। ମୋ ପାଖରୁ ସବୁ କାଢ଼ି ନେଇ ମୋତେ କାଙ୍ଗାଳ ସଜେଇ ମୋତେ ଶ୍ରୀଚରଣରେ ସ୍ଥାନ ଦିଏ। କ'ଣ ଛାଡ଼ିବ? କ'ଣ ଗର୍ବ, ଅଭିମାନ, ହିଂସା, ଦେଶ, କାମ ସବୁ କାଢ଼ି ଦେଇ ଦିଅ ପଦେ ସ୍ଥାନ। ଧନ, ଜନ, ପଦ, କାମନା, ଗୌରବ, ଧନ, ଜନ, ପଦ, କାମନା, ଗୌରବ, ପ୍ରିୟ ହେ କାଢ଼ି ଦିଅ ମୋତେ ଆପଣାର କରିଦିଅ, ମୋତେ ଆପଣାର କରିଦିଅ। ଆହେ ବିଲ ବାନ୍ଧବ ଆପଣାର କରିଦିଅ, ମୋତେ ଆପଣାର କରିଦିଅ। ଜୀବାତ୍ମା କହୁଛି ପ୍ରଭୁ ଏ ସଂସାର ଦାବାନଳ ଭିତରେ ମୁଁ ବେଶୀ ହେଇଯାଉଛି।